नमस्कार जय जगन्नाथ मु सुब्रजित मु आज आपन देखैबी जे आज हम दी भाई जा किभଳି ଭାବେ ପ୍ରିପାରେସନ୍ ଚାଲିଛି ଆଉ କୁଆଡ଼େ କୁଆଡ଼େ ଲୋକ କେତେ ଆଇଛନ୍ତି କ'ଣ ନାହିଁ ଆଉ କେଉଁ ସୁବିଧା ହେଇଛି ନା ନାହିଁ କେମିତି କେଉଁ ଜାଗାର ସୁବିଧା ଅଛି ନା ନାହିଁ ଚାଲନ୍ତୁ ଦେଖିବା। ଆଉ ଆଉ କଥା ଆଜ୍ଞା ପୁରୀ ଆପଣ ଦେଖନ୍ତୁ ପୁରୀ ଆସିବେ ତାପରେ ଆମର ମନ୍ଦିର ଚାରିଆଡ଼େ ବି ସବୁ ସୁବିଧା କରାଯାଇଛି ଆଉ ବ୍ୟାରିକେଡ଼ ହେଇଛି ମାର୍କେଟ ଛକରୁ ପୁରା ସୁବିଧା ହେଇଛି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ ହେଇଛି। ଆଉ 3 ଦିନ ମାତ୍ର ରହିଲା ନୂଆବର୍ଷ 3 ଦିନ ଭିତରେ କେତେ ଲୋକ କୁଆଡ଼ୁ ଆସୁଛନ୍ତି ତାଙ୍କୁ ବି ଏବେଠୁ ବି ମନ୍ଦିର ଗହଳି ହେଲାଣି ଆପଣ ବି ଆସିବେ ଦର୍ଶନ କରି ଠାକୁରଙ୍କୁ ଯିବେ ସୁବିଧା ସୁଯୋଗରେ ପୁରା ଦର୍ଶନରେ ଯିବେ। ମାନେ ଦେଖ ଆପଣଙ୍କୁ ଦେଖିବାକୁ ଚାହୁଁଛି ମାନେ ପୁରୀ କେତେ ଗହଳି ହେଇଛି କି ନା ନାହିଁ ଯେହେତୁ ଆମେ ତ ମାର୍କେଟ ଛକ ପାର କଲୁ ମାର୍କେଟ ଛକ ପାର କଲା ପରେ ଏଇଟା ହେଉଛି ନାୟକ ପ୍ଲାଜା ଛକ ନାୟକ ପ୍ଲାଜା ତାପରେ ନାୟକ ପ୍ଲାଜା ଏତେ ବି ଏପଟ ସାଇଡ଼ରେ ମାନେ ଏତେ ଗହଳି ନାହିଁ ଚାଲନ୍ତୁ ଦେଖିବା ଆଗରେ କୁଆଡ଼େ କୁଆଡ଼େ ଯିବା ଦେଖ ଆଗରେ ଗହଳି ଅଛି ନା ଯେହେତୁ ଏଇଟା ହେଉଛି ଅରୁନ୍ଧତୀ ଜୁଏଲାରୀ ଏଇ 2 ମାସ ହେବ ଏବେ ଆଜ୍ଞା ଖୋଲିଛି ପୁରୀ ବି ପ୍ରାୟ ଆମର ପୁରୀ ବିଷୟରେ ଆପଣ ଜାଣିଥିବେ ପୁରୀରେ ଆମର ଇତିହାସ ଲେଖା ହେଇଛି। ଏଇଟା ହେଉଛି ଆମର ମାଉସୀ ମା ମନ୍ଦିର ଯାହାକି ଜଗନ୍ନାଥଙ୍କ ମାଉସୀ ମନ୍ଦିର ସେ ରଥରେ ଯେତେବେଳେ ଜଗନ୍ନାଥ ଯାଆନ୍ତି ଆପଣ ତ ଜାଣିଥିବେ ପୁରୀ ରଥଯାତ୍ରା ଯେତେବେଳେ ଜଗନ୍ନାଥ ଯାଆନ୍ତି ପୋଡ଼ ପିଠା ଖାଇକି ଯାଆନ୍ତି ଆଉ ମଝି ବାଟରେ ରହିକି ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ତାଙ୍କର ମନ୍ଦିରକୁ ଯାଆନ୍ତି ସେ ଟାଇମ୍ରେ ମଝି ବାଟରେ ରୁହନ୍ତି ପୋଡ଼ ପିଠା ତାଙ୍କ ମାଉସୀ ହାତରୁ ଖାଆନ୍ତି ବୁଲାବୁଲି କରିକି ଯାଆନ୍ତି। ଯଦି ଆପଣ ଓଡ଼ିଶାରେ ହେଇଥିବେ ତାହେଲେ ଆପଣ ଜାଣିଥିବେ ପୁରୀ ବିଷୟରେ ପୁରୀ କେମିତିଆ ମାନେ ହିଷ୍ଟ୍ରି ବିଷୟରେ ପୁରୀ ପ୍ରାୟ ଜାଣିଥିବେ। ଆଉ ପୁରୀ ତ ଆମର ଟୁରିଷ୍ଟ ପ୍ଲେସ୍ ମାନେ ନୂଆବର୍ଷରେ ଲୋକମାନେ ପ୍ରାୟ ଲୋକ ଆସିକି ପ୍ଲାନିଂ କରିଛନ୍ତି ପୁରୀରେ ଆଉ ଏଇଟା ହେଉଛି ସାଲବେଗ ମନ୍ଦିର ପୁରା ମେଡ଼ିକାଲ ଛକ ପୁରା ପାଖାପାଖି ତାପରେ ଏଇଟା ସାଲବେଗ ମନ୍ଦିର ଆପଣ ସାଲବେଗଙ୍କୁ ଜାଣିଥିବେ ଯେ ତାଙ୍କ ବାପା ଥିଲେ ମୁସଲିମ ତାଙ୍କ ମାଆ ଆମ ହିନ୍ଦୁ ଥିଲେ ହିନ୍ଦୁକୁ ବାହା ହେଇଥିଲେ ତାପରେ ସାଲବେଗ ବାରି ବି ମାନେ ଜଗନ୍ନାଥଙ୍କ ଭକ୍ତ କରି ତାଙ୍କ ଦେହ ଖରାପ ଥିଲା ତାଙ୍କ ମାଆ ତାଙ୍କୁ କହିଥିଲେ ଜଗନ୍ନାଥଙ୍କ ଭକ୍ତି କରିବୁ ତୁ ସଫଳ କରିବୁ ତାପରେ ସିଏ ତାଙ୍କୁ ବି ପୁରୀ ଆଲାଉ ମାନେ ପ୍ରବେଶ କରିନଥିଲେ ସେ ତାପରେ ନଡ଼ିଆ ବଢ଼େଇଥିଲେ ଆସିକି ପହଞ୍ଚିଥିଲା ଏଇ କଥା ଏବେ ଆପଣ ଶୁଣିଥିବେ ଏମିତି ପ୍ରାୟ ହିଷ୍ଟ୍ରି କଥା ଆମ ପୁରୀରେ ଅଛି ଆପଣ ଯଦି ପୁରୀ ବି ଆସନ୍ତି ମୁଁ ଆପଣଙ୍କୁ ଦେଖେଇଥିଲି ପୂର୍ବ ସବୁ ଲୋକନାଥ ମନ୍ଦିର ଆଉ ଏମିତି ବି ଆଗକୁ କେତେ କୁଆଡ଼େ ଦେଖିବାର ଅଛି ଆପଣ ମୋ ସାଙ୍ଗରେ ମୋ ଭିଡ଼ିଓ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଚାରିଆଡ଼େ ଆମ ପୁରୀ ବୁଲାବୁଲି କରିବି। ଚାଲନ୍ତୁ ଯିବା ଆଗକୁ ଆଗରେ ପୋଡ଼ ଲୋକ ଗହଳି ଏଇଟା ହେଉଛି ଆମ ମାନେ ପୁରୀ ଗୋଟେ ଟୁରିଷ୍ଟ ପ୍ଲେସ୍ ଭିତରୁ ମାନେ 1 ନମ୍ବର ଆସିବ କାହିଁକିନା ଆପଣ ଯଦି ଓଡ଼ିଶାରେ ହେଇଥିବେ ତାହେଲେ କି ଓଡ଼ିଶା ବାହାରୁ ବି କେତେ ଲୋକ ଆଉଛନ୍ତି ଆପଣଙ୍କ ପାଖକୁ ମୁଁ 2 ଦିନ ଭିତରେ ଭାବୁଛି ଆପଣଙ୍କ ପାଖକୁ ନେଇକି ପହଞ୍ଚେଇବି କେମିତି ପୁରୀରୁ କେତେ କୁଆଡ଼େ କୁଆଡ଼େ ଲୋକ ଆଇଛନ୍ତି ଆଉ ଠାକୁରଙ୍କ ସକାଳ ଦର୍ଶନ ଦେଖେଇବି ଆପଣଙ୍କୁ ପୁରୀ ତ ଆମ ଟୁରିଷ୍ଟ ପ୍ଲେସ୍ ବୋଲି ଆପଣ ଜାଣିଥିବେ ଆଉ ନୂଆବର୍ଷ ପାଇଁ ଆପଣ ବି ଯଦି କୁଆଡ଼େ ପ୍ଲାନିଂ କରୁନାହାନ୍ତି ତାହେଲେ ନୂଆବର୍ଷ ପାଇଁ ପୁରୀ ପ୍ଲାନିଂ କରନ୍ତୁ ତାପରେ ପୁରୀରେ ଆମେ ଦେଖିବେ ବ୍ୟାରିକେଡ଼ ହେଇଯାଇଛି ଆଉ ଲୋକମାନେ ପୁରା ସୁବିଧା ସୁଯୋଗରେ ଆସିକି ଦର୍ଶନ କରି ଠାକୁରଙ୍କୁ ଯିବେ ସେ ସୁବିଧା ବି କରାଯାଇଛି ଆଉ ସବୁ ପୋଲିସ ଫୋର୍ସମାନଙ୍କୁ ବି ଆମ ପାଖକୁ ମେସେଜ୍ ଆଇଛି ସବୁ ପୋଲିସ ଫୋର୍ସମାନଙ୍କୁ ସବୁ ଯିବେ ଆସନ୍ତୁ। ଦେଖିପାରୁଥିବେ ବ୍ୟାରିକେଡ ହେଇଛି ଏପଟେ ନୂଆ ବର୍ଷ ପାଇଁ ଗୋଟେ କାମ ଚାଲିଛି ତାପରେ ଏପଟେ ତ ବ୍ୟାରିକେଡ ଦେଖୁଥିବେ ମନ୍ଦିର ସେଇ ଆଗରେ ଦେଖୁଥିବେ ଲୋକ ଗହଳି କେତେ କୁଆଡୁ କୁଆଡୁ ଲୋକ ଆଇଥିଲେ ନୂଆ ବର୍ଷ ପାଇଁ ପୁରୀ ବୁଲିବେ ବୋଲି କେତେ ଲୋକ ଆଜ୍ଞା ମାନେ କୋଉ ଆଡୁ ଲୋକ ଆଇଛନ୍ତି ନୂଆ ବର୍ଷ ମନ୍ଦିର ଆଡେ ଏଞ୍ଜୟ କରିବେ ତାପରେ ବୁଲାବୁଲି କରିବେ ତାଙ୍କ ପାଇଁ ମାନେ ନୂଆ ବର୍ଷ ଆହୁରି ଗହଳି ହବ ବୋଲି ବ୍ୟାରିକେଡ ବନ୍ଧାବନ୍ଧି ଚାଲିଛି ଅଧା ଅଧି ବନ୍ଧାବନ୍ଧି ହେଇଗଲାଣି ତାପରେ ମାର୍କେଟ ବନ୍ଧାବନ୍ଧି ଚାଲିଛି ଆମେ ଯାଇକି ଦେଖିପାରୁଛେ ଆମେ ଏଇ ଆସୁ ଏଇ ଆମେ ଯାଉଛୁ ଏବେ ଏଇ ବାଟରେ ଆଜ୍ଞା ଏତେ ଗହଳି ଆଗକୁ କଣ ଯିବ ଆଜ୍ଞା ରିକ୍ସା ଅଟୋ ଟଲି ଏଇଭଳିଆ ପଶିକି ଏତେ ଗହଳି ବ୍ୟାରିକେଡ ବନ୍ଧା ହେଇଗଲାଣି ବ୍ୟାରିକେଡ ପୋଲିସ ବି ସବୁ ଆସିବେ ଗାଡି ସାଇକେଲ ଆଗରେ ଗହଳି ରୋଡ ମଝିରେ କିଏ ମିଟିଂ କଲାଣି କେତେ ଲୋକ ବାହାରୁ ବାହାରୁ ଆସିକି ଏଠି ଚାଲିଛି ତାଙ୍କର ପ୍ରୋଗ୍ରାମ ଦେଖିପାରୁଥିବେ ମାନେ କଣ କହିବା ଆଜ୍ଞା ଯେତେ ଲୋକ ନୂଆବର୍ଷ ପାଇଁ ଫୁଲ ପ୍ରିପାରେସନ ଲୋକମାନେ ପୁରା ଆଇଛନ୍ତି ମାନେ ପ୍ରାୟ ମୁଁ ଭାବୁଛି ସବୁ ଲଜ ଆଉ ବୁକିଂ ହେଇଯିବଣି ଏପଟେ ସାଇଡ ଦେଖନ୍ତୁ ଆଉ ଗୋଟେ ବ୍ୟାରିକେଡ ଲୋକମାନେ ଛାଡି ମାନେ ଦର୍ଶନ ପାଇଁ ଏତେ ଅପେକ୍ଷା
ମୁଁ ଭାବୁଥିଲା ସକାଳେ ଆସିବି ଦର୍ଶନ କରିବାକୁ ବେଳା ଭଲ ଅଛି ମୁଁ ଆସିନି କାହିଁକିନା ଯଦି ମୁଁ ଆସିଥାନ୍ତି ଏଇ ଲୋକଙ୍କ ଭଳିଆ କୋଉଠି ହଇରାଣ ହେଇଥାନ୍ତି ମାନେ ଏତେ ଲୋକ କୋଉଠି ମାନେ ଏଇଠି ଅଛନ୍ତି କୋଉଠି ମର୍ଚିଗଡ଼ ଛକରୁ ଜଗନ୍ନାଥ ମନ୍ଦିର ମୁଁ ଦେଖୁଥିଲି ମାନେ ସି ଷ୍ଟାଣ୍ଡ କୋଉଭଳିଆ ପୁରା ଗହଳି ହେଇଗଲାଣି ମାନେ ଫୁଲ ଅଲରେଡି ସି ଷ୍ଟାଣ୍ଡ ମାନେ ଏତେ ଲୋକ ଅପେକ୍ଷା କରିଛନ୍ତି ଦର୍ଶନ କରିବେ ବୋଲି ମାନେ କେବେ ଦର୍ଶନ କରିବେ ଦର୍ଶନ ରାତି ଭାଇ ରାତି ହେଇଯିବନି ମାନେ କୋଉଠି ଏଇଟା ହଉଛି ଆମ ଶ୍ରୀକୃଷ୍ଣ ମାଲ ଭଳି ଏଇଟା ଭଙ୍ଗା ହେଇଯାଇଛି ଆମେ ଦେଖନ୍ତୁ ମାନେ କୁଆଡେ ଲୋକ ହେଇଯିବେ ମାନେ ବାହାର ଲୋକ ସବୁ ତ ନହେଲେ ଆମ ଏଇ ଏରିଆ ଲୋକ ହେଲେ କେହି ଯିବେନି ଏଇଟା ଏଇଟା ହଉଛି ଆମ ରଜାନଗର ମାନେ ରାଜାଙ୍କ ଘର ଏଇଟା ଏଇଟା ହଉଛି ରଜାନଗର ଗଳି ଆମର ଭାଇ ମୋଟେ ଦେଖିକି ଗଲା ରିକ୍ସା ଭାଇ ଦେଖିକି ଚଲନା ବି ଗହଳି ମହଳି ଆଜ୍ଞା କାହା କଣ କହିବ ଏଇ ଯୋଉ ଲୋକଙ୍କୁ ଏଇଠି ଗୋଟେ ଏଇଠି ପାର୍ଟ କରି ଛାଡିଛନ୍ତି ଆମର ଏଇଠି ଗହଳି ଥିଲା ସେଇଠି ବି ମାନେ ଆଉ ଛାଡୁନାହାନ୍ତି ଲୋକ ଗହଳି ଯୋଗୁ ନୂଆ ବର୍ଷ ପାଇଁ ଆଉ ଛାଡୁନାହାନ୍ତି ସେଟା ସ୍ଥାନ ମଣ୍ଡପ ଦେଖା ହଉଛି ସୂର୍ଯ୍ୟ ଯୋଉ ପଡୁଛନ୍ତି ସେଇ ପାଖରେ ସ୍ଥାନ ମଣ୍ଡପ ସେଠି ସ୍ଥାନ ପୂର୍ଣ୍ଣିମା ବେଳକୁ ସେଠି ହୁଏ ଲୋକ ଗହଳି ସେପଟ ସାଇଡ ଆମେ ଏପଟେ ଏଇଟା ହଉଛି ଗାଡି ମଟର ଯିବା ପାଇଁ ଆମେ ଏଠି ଯିବା ଯାଉଛୁ ଯାଉଛୁ ଗାଡି ମଟର କୋଉଭଳିଆ ଯିବା ଆସିବା ଲୋକ ଗହଳି ଗାଡି ମଟର ଏଠି ଆମର ସିଂହଦ୍ୱାର ପୋଲିସ ଫାଣ୍ଡି ମାନେ ଏଇ ପୋଲିସ ଫାଣ୍ଡି ଏରିଆରେ କୋଉଠି ଲୋକ ଇଏ ହେଲେ ଏମିତି ହୁଏ ଆଉ ଏଇଟା ହଉଛି ଲଜ୍ ଏଇଠି ମନ୍ଦିର ପାଖାପାଖି ଲଜ୍ ମାନେ ମନ୍ଦିର ଚାରିଆଡେ ଆଜ୍ଞା ସି ଷ୍ଟାଣ୍ଡ ସବୁଆଡେ ଆଉ ଗୋଟେ ଆଜ୍ଞା ମାନେ ମନ୍ଦିର ପାଖରେ ଯୋଉ ଆମର ରୁଲ ହେଇଛି ମାନେ ଯୋଉ ଲେଖା ହେଇଛି ମାଟିଆ କଲର ସବୁ ଦୋକାନ ନା ତାର ସବୁ ରୁଲ ହେଇଯାଇଛି ମାନେ ସବୁ ଲୋକ ପୁରା ବଡଦାଣ୍ଡ ଯାକ ଯେତେ ଦୋକାନ ଅଛି ସବୁ ଏଇ ଟାଇମରେ ମାନେ ଦୋକାନ ଇଏ କରିବେ କେତେ ଲୋକ ବାହାରେ ଦୋକାନ କରୁଛନ୍ତି ତାପରେ ଏଇଟା ହଉଛି ଜଗନ୍ନାଥ ମନ୍ଦିର ଦେଖିପାରୁଥିବ ଆଉ କେବଳ ଲେଖା ହେଇଛି ଦେଖନ୍ତୁ ସନ୍ଧ୍ୟା ଆଳତି ନେକ୍ସଟ ରୁଟିନ ତାହା ଭିତରେ ଗାଡି ଦଉଛି ଲୋକ ଗହଳି ଦର୍ଶନ କରିଦିଅନ୍ତି ଏଇଟା ଆମର ମେନ୍ ଜାଗାଟା ଏଇ ଲୋକ କେତେ ଲୋକ ଦର୍ଶନ କରିବା କୁଆଡୁ କୁଆଡେ ଆଉଛନ୍ତି ଏଇ ଜଗନ୍ନାଥ ଦର୍ଶନ ଆପଣ ଟିକେ କରିଦିଅନ୍ତୁ ଜୟ ଜଗନ୍ନାଥ ପ୍ରଭୁ ଆଗକୁ ଚାଲନ୍ତୁ ଆଗକୁ ଚାଲୁ ଏଠି ଦେଖିପାରୁଥିବେ ଲୋକ କେତେ ଗହଳି ଏଇ ଦର୍ଶନ ଟି ଆପଣଙ୍କୁ କରିଦିଅନ୍ତୁ ଆଉ ଏଇଟା ହଉଛି ଆମ ଦୋଳମୁଣ୍ଡ ସେଇ ଛୁଆ ସେଇ ଲୋକ ମାନେ ପୁରା କୁଆଡୁ କୁଆଡେ ଆସି ଲୋକ ଆଇଛନ୍ତି ଆଉ ପୂର୍ବ ପରେ ଭିଡିଓ କରିବି ଭିଡିଓରେ ଆପଣଙ୍କୁ ଦେଖେଇବି ମାନେ କେମିତି ଆମ ପୁରୀରେ ପ୍ରସିଦ୍ଧ ଖଜା କୋଉ ଜାଗାରେ ଭଲ ଭଲ ଖଜା ଆଉ କୋଉଠି ଆମ ଖିଆ ପିଆ ସବୁ ଭଲ ଆପଣଙ୍କ ସାଙ୍ଗେ ସେୟାର କରିବି ଆଉ ମତେ ଖାଲି ଗୋଟିଏ ହେଲ୍ପ କରନ୍ତୁ ଯେମିତି ମୋ ଭିଡିଓକୁ ସେୟାର କରନ୍ତୁ ଲାଇକ୍ ଗୋଟେ ଆପଣଙ୍କ ଗୋଟେ ହାତରେ ଲାଇକ୍ ଗୋଟେ ହଉ ଆଜ୍ଞା ସେୟାର କରିବାକୁ ଭୁଲିବେନି କୁଆଡେ କୋଉ ଲୋକ ଆଇଛନ୍ତି ରାଜସ୍ଥାନ ଲୋକ ଆଇଛନ୍ତି ମନ୍ଦିର ଆଡେ ଏତେ ଗହଳି ମାନେ ବାହାରେ ଏତେ ଗହଳି ଭିତରେ କୋଉଭଳିଆ ଗହଳି ଚଲି ଭାବୁଛନ୍ତି ଆପଣ ଜାଣିପାରିବେ ତ ମନ୍ଦିର ଭିତରେ ତ ଆଜ୍ଞା ମୋବାଇଲ ଆଲାଉ ନାହିଁ ଚାଲନ୍ତୁ ଦେଖିବା ଏଇ ଜାଗା ଟିକେ ଫାଙ୍କା ପଡିଲାଣି ଏପଟ ସାଇଡ ରେ ଦେଖିବା ଆଗରେ ସବୁ କୋଉ ଦିଗରେ କୁଆଡେ ଲୋକ କାମ କଣ ଆମେ ଆଇଲୁ ଚଲେଇବି ଛାଡି ଯାଇଛି ଆଇଲାଣି ସେ ଏଇଟା ଆମ ଦକ୍ଷିଣ କାଳୀ ଆପଣ ତ କହୁଥିଲେ ଏପଟ ସାଇଡ ଲୋକ ପୁରା ଫାଙ୍କା ଟିକେ ଅଛନ୍ତି ଦେଖନ୍ତୁ ଆଗ ପଟେ ସେ ଏଇଟା କୋଉ ଦ୍ୱାର ଏଇଟା ହଉଛି ଦକ୍ଷିଣ ଦ୍ୱାର ତାପରେ ଦକ୍ଷିଣ ଦ୍ୱାର ସାଇଡରେ ଆମର ହଉଛି ଦକ୍ଷିଣ କାଳୀ ମାନେ ଦକ୍ଷିଣ ଦ୍ୱାରରେ ଏଇ ପୁରା ଏଇ ଏରିଆ ଟା ପୁରା ଗହଳି ଏଇଠି ଆଜ୍ଞା ଆମେ ରାତିରେ ଗୋଟେ ମଟର ସୁପ୍ ଏଇଠି ଗୋଟେ ବିକା ହୁଏ ଆମେ ରାତିରେ ଆସିବୁ ଆପଣଙ୍କୁ ବ୍ଲଗ କରିକି ଦେଖେଇବୁ ନେକ୍ସଟ ଭିଡିଓରେ ଗୋଟେ ବ୍ଲଗ କରିବା ଯେମିତି ହେଲେ ଗୋଟେ କରିବା ପୁରୀ ଆଇଛି ମାନେ ଆଉ କଣ ଆପଣଙ୍କୁ ଦେଖେଇବାନି ଏଇଠି ମଟର ସୁପ୍ ବିକା ହୁଏ ମାନେ କେତେ ପୁରୁଣା ସେ ମଟର ସୁପ୍ ଦେଖିବା ଦକ୍ଷିଣ କାଳୀ ଆପଣ ଦର୍ଶନ କରୁଛନ୍ତି ଦକ୍ଷିଣ କାଳୀ କି କେତେ ଲୋକ ଚାଲ ଟିକେ ଆମେ ଗୋଟେ ପଳେଇ ଆସିବା ଦେଖିଛନ୍ତି ଗୋଟେ ଆଉ ଇଚ୍ଛା ନାହିଁ ଦେଖିଲେ ଆପଣ ୟା ପୂର୍ବରୁ କେମିତି କଣ କରିଥିଲି ମାନେ ଦକ୍ଷିଣ କାଳୀ ଟା ଦେଖିଲେ ସେପଟ ସାଇଡ ରେ ଦକ୍ଷିଣ କାଳୀ ମାନେ ରୋଡ ଆଜ୍ଞା କୋଉଠି ଥିଲା ରୋଡ ସେପଟ ଥିଲା ଭଙ୍ଗା ଭଙ୍ଗି ହେଇକି ଏପଟ ସବୁ ଅଛି କୁଆଡେ କେତେ ବାଟ ଭଙ୍ଗା ହେଇଛି ତ କେତେ ଲୋକ ଗହଳି ନ୍ୟୁ ଇୟର ପାଇଁ କେତେ ଗହଳି
ଆଜ୍ଞା ଗହଳି ମାନେ ଟୁରିଷ୍ଟ ପ୍ଲେସ୍ ନା, ଯଦି ଆପଣ ବି ନୂଆ ବର୍ଷ ପାଇଁ ଗୋଟେ ପ୍ଲାନ୍ କରନା ତାହେଲେ ପୁରୀ ପ୍ଲାନ୍ କରନ୍ତୁ। ନୂଆ ବର୍ଷରେ ଜଗନ୍ନାଥ ଯଦି ଆପଣ ଦର୍ଶନ କରିକି ବାହାରିଲେ ପୁରା ବର୍ଷଟା ଆପଣଙ୍କର ଖୁସି ରହିବ। ଗହଳି କୁଆଡୁ କୁଆଡୁ ଲୋକ ଆସିବେ। ଅଟୋ ରିକ୍ସା ଇଏ ଆଜ୍ଞା ପ୍ରବଳ ଗହଳି କରିଦେଇଛି। କେତେ ଲୋକ କେତେ ଗାଡି ଦେଖୁଛନ୍ତି, ମାନେ କୁଆଡୁ କୁଆଡୁ ଲୋକ ଆଇଛନ୍ତି ବୋଲି ମାନେ ଭାବିପାରୁଥିବେ ଆପଣ ଆଉ କହିବି କଣ କେତେ ଲୋକ ଆଇଛନ୍ତି। ପ୍ରାୟ ହୋଟେଲ ଆଉ ହୋଟେଲ ଲଜ୍ ଫଜ୍ ସବୁ ଥିଲା ମନ୍ଦିର ସାଇଡ୍ ରେ ସେ ସବୁ ଭଙ୍ଗା ହେଇଯାଇଛି। ମାନେ ମନ୍ଦିର ଟା ଏଇନା ମାନେ ବଢିଆ ଦେଖାଯାଉଛି କହିବାକୁ ଗଲେ। ସାଇଡ୍ ରେ ଗଛ ଫଛ ଲାଗିକି ପଛ ପତ୍ର ହେଇକି ବଢିଆ ଦେଖା ଯାଉଛି। ଦକ୍ଷିଣ ଦ୍ୱାର ଦେଖୁଥିବେ, ଦକ୍ଷିଣ ଦ୍ୱାର ସିକ୍ୟୁରିଟି ଗେଟ୍ ଜଗିଛନ୍ତି। କେତେ ଲୋକ ଦର୍ଶନ କରୁଛନ୍ତି। ଏପଟେ ତ ଆମେ କାଲି ଯାଇଥିଲୁ ଲୋକନାଥ ମନ୍ଦିର, ଆପଣଙ୍କୁ କାଲି କହୁଥିଲି। ଏପଟେ ରାଉଣ୍ଡ ମାରିଦବା ଗୋଟେ 4ଟା 5ଟା ହେଇଯିବ, ରାଉଣ୍ଡ ମାରିଦେଲେ ବଢିଆ ଦେଖାଯିବ। ଆପଣ ମାନେ ବି ଜାଣିଯିବେ ପୁରୀରେ କେମିତିଆ କଣ ନ୍ୟୁ ଇୟର ପାଇଁ କେମିତିଆ କଣ କେତେ ଲୋକ ଆଇଛନ୍ତି କଣ ନାହିଁ, କେମିତି ବ୍ୟାରିକେଡ ହେଇଛି କଣ ଆପଣଙ୍କୁ ତ ଦେଖେଇଲି। ପୁରା ମାର୍କେଟ ଛକଠୁ ଆରମ୍ଭ କରିକି ପୁରା ଏତେ ଲୋକ ଅଛନ୍ତି। ନୂଆବର୍ଷ ପାଇଁ ବାହାର ଲୋକ ଆସିବେ, ସେଇଥିପାଇଁ ପୋଲିସ ଫୋର୍ସ ମାନେ ପୁରା ପ୍ରାୟ ଆଇଛନ୍ତି। ରାତିକି ଛକଟି ମାନେ ପ୍ରବଳ ହଉଛି। ଟ୍ରାଫିକ ଛକଠି ଯିବେ ଆପଣ ଦେଖେଇଦେବି କେମିତିଆ କଣ ଲୋକ ଆଇଛନ୍ତି ନହେଲେ ଦେଖଉଛନ୍ତି। ଏପଟ ସାଇଡରେ ପଶ୍ଚିମ ଦ୍ୱାର ଦେଖିପାରୁଥିବେ ଲୋକ ଏଠି ମାନେ କେତେ ଠିଆ ହେଇଛନ୍ତି। ଗାଡି ରଖି ଯୋଉ ପଟ ଦ୍ୱାର ଗାଡି ସିକ୍ୟୁରିଟି ଖାଇକି ଅଛନ୍ତି। ଇଏ କରୁଛନ୍ତି ଯାଇକି ନେଇଛନ୍ତି ଲୋକମାନେ ମାନେ କଣ ଅସୁବିଧା ହେଲା କଣ ନାହିଁ, ଆଉ ଗାଡି ଫାଡି ସେ ସାଇଜରେ ରହିଲା ନା ନାହିଁ। କୋଉ ଜାଗାରେ ରୋଡ ଥିଲା ଆଜ୍ଞା। ଆଉ ଆପଣ ଯଦି ପୁରୀ ଜାଣିଥିବେ ନା କୋଉ ଜାଗା ରୋଡ ଥିଲା କୋଉଟା ଭଙ୍ଗା ହେଇଛି। ଆଜି ପର୍ଯ୍ୟନ୍ତ ବି ଭଙ୍ଗା ଭୁଙ୍ଗି ଚାଲିଛି। ଏମିତି ଭଙ୍ଗା ଭୁଙ୍ଗି ହେଇଛି ଆଉ ଚିହ୍ନି ହଉନି କୋଉ ଜାଗା କୋଉ ଜାଗାରେ କୋଉଠି। ମୁଁ ତ ଯୋଉ 2 ମାସ ଥିଲି ମୋର ପ୍ଲସ ଟୁ ଯୋଉ ଟାଇମରେ ଏକ୍ସାମ ହେଇଥିଲା, ସେଇ ଟାଇମରେ ଭଙ୍ଗା ଭଙ୍ଗି କାମ ଚାଲିଥିଲା। ମୁଁ 2-3 ମାସ ହେଲାଣି ଆସିନଥିଲି। ମୁଁ ସେ 2-3 ମାସ ଯାକ ଜାଣିପାରିଲିନି, 2-3 ମାସ ପରେ ଆସିଲା ପରେ। 2-3 ମାସ ପରେ ଆସିଲା ପରେ ଜାଣିପାରିଲିନି, ମାନେ ବାଟ କୁଆଡେ କଣ ନାହିଁ ଜାଣିପାରିଲିନି। ଏଇଟା ହଉଛି ଟାଙ୍କି ବିଷୟରେ ଆପଣଙ୍କୁ କାଲି କହିଥିଲି। ଦେଶ ସ୍ଵାଧୀନ ପୂର୍ବରୁ ଏ ଟାଙ୍କିଟା ଅଛି। ଯାଉଛି ସାଇକେଲ ମୋର ସାଇକେଲ ଭଲ ମୁଁ ଭଲ ଚାଲୁ ଆଉ। ମାଙ୍କଡ ଏଠି ଖେଳୁଛନ୍ତି ବସିକି। ହନୁମାନଙ୍କ ପାଖରେ ଏକା ଆଖପାଖ ଲୋକ ସିଏ ଆଉ ମେନ୍ ଆଉ ଦେଖିଲି ତ ଏଇ ଜାଗାରେ ଏଇଟା ହଉଛି କେତେ ଗହଳି ଏଇ ଜାଗାରେ ଆମର ଲୋକମାନେ ସବୁ ଡାଇରେକ୍ଟ ଆସିକି ଯୋଉ ମାନେ ଯାହା 10 ବର୍ଷ ଥିବ କି କଣ ଅଭଡା ନେଇକି ଯାଆନ୍ତି। ଯେତେ ଟଲି ଫଲି ଥୁଆ ହେଇଛି ଲୋକମାନଙ୍କ ଅବଢା ବି ଏଠି ବୋଝିଆ ଭାଇ ମାନେ ସବୁ ନେଇକି ଲୋକମାନଙ୍କୁ ଅବଢା ନେଇକି ପହଞ୍ଚୁଛନ୍ତି, ଆଉ ତାଙ୍କ ସୁବିଧା ବି କରୁଛନ୍ତି। ଏଇ ଗୋଟାଏ ଆଜ୍ଞା ଆଗରୁ ଆମ ଲକ୍ଷ୍ମୀ ବଜାର ଥିଲା। ଆଜି କିଏ ଦେଖୁଥିବ ମାନେ ଭାଙ୍ଗିକି ଇଆଡେ ଯାଇଛି। ଏଟା ଉଚ୍ଚ ଦେଖିପାରୁଥିବେ ଲୋକମାନେ ବୋଝିଆ ମାନେ ସବୁ ନେଇକି ଆମର ସବୁ ମାନେ ଅବଢା ହେଇକା ସବୁ ବାହାରିଯାଏ। ଗହଳି ଦେଖୁଛନ୍ତି ତ ଗହଳି କୋଉ ଭଳିଆ କୋଉ ଟାଇପର ଖଜା ହେରିକା ହଉଛି ଆଜ୍ଞା ଆଉ। ଆଉ ଆପଣ ତ ପରବୁଡା ସବୁ ଦେଖେଇବି କେମିତିଆ ଖଜା ବିକା ହଉଛି ଅନଲାଇନ କୋଉ ଜାଗାରେ ଭଲ ଖଜା ଆପଣ ବି କେତେବେଳେ ପୁରୀ ଆଇଲେ ଆପଣ ଜାଣିପାରିବେ ନା। ଅଛି ଆଉ ଅବଢା ଏଠି ସବୁ ବିକ୍ରି ହଉଛି କାହାର ଦଶ କି କଣ ଲୋକମାନେ ଅଛନ୍ତି ବୁଝାବୁଝି କରିକି ବୋଝିଆ ଭାଇ ମାନେ ସବୁ ଅଛନ୍ତି। ଆମର ବି ପ୍ରାୟ ରିଲେଟିଭ ମାନଙ୍କ ସହିତ ସବୁ ହୁଏ, ସବୁ ଆମେ ନେଇକି ଯାଉ। କେତେ ଲୋକ ଗହଳି ସେଠି ଆଉ ଜଣଙ୍କର ଡାଲାଟା ଆଇଲାଣି। ଦେବେ ଚାଲ। ଏତେ ଲୋକ ଆଇଛି କୁଆଡେ କାହାକୁ କଣ କହିବ କୋଉ ଭାଷାରେ କଣ କହିବ। ଆମେ ତ ଆଇଲୁ ଚାରିଆଡେ ଆପଣଙ୍କୁ ବୁଲେଇକି ଆଇଲି। ଚାରିଆଡେ ତ ଆପଣ ବୁଲାବୁଲି କରି ଆଇଲି, କେତେ ଲୋକ କୁଆଡୁ ଆସିକି ଆଇଛନ୍ତି। ଆମେ ତ ଘରକୁ ଯିବା ବହୁ ବୁଲାବୁଲି ହେଇଗଲା। ଘରକୁ ଯିବା ମୁଁ ଆଶା କରୁଛି ଆପଣଙ୍କୁ ମୋ ଭିଡିଓ ଟା ଭଲ ଲାଗିବ। ଆଉ ଆପଣ ବି ନୂଆ ବର୍ଷରେ
नुआ वर्ष केमती कौन ब्यारिकेड होती सब सुविधा आप देखिपे। तापर यहाँ हूँ आम जो सत्यनारायण मंडप, यहाँ सत्यनारायण मंडप, सत्यनारायण मंडप, यहाँ सत्यनारायण मालो सत्यनारायण मंडप जो बादीपाला हुए, बादीपाला हरिका आम जो प्रसिद्ध जो बादीपाला ये जगार हुए, पाला हरिका ये जगह हुए। आपन जो देखते सत्यनारायण मंदिर यही बाटा यही बाटा भंगा भंगी होता है यही रथ यात्रा टाइम जो इलेक्शन टाइम भंगा भंगी होता यही जगह गोटे माने रोड अधिक ये हवा कारण भंगा भंगी होता। भावुँ आपको जो मंदिर चारिड़े बुलेला केमती पूजा कौन चलती केमती कौन आपको भल लगे आदि आपको भी भल लगे आप निश्चय जगन्नाथ भक्त हो जाती आप निज सांग सेयार करेंगे आ जगन्नाथ भक्त सेयार करेंगे आम वीडियो लाइक करने भूलें। थैंक यू, नमस्कार, जय जगन्नाथ।